Hello everyone, welcome back to my YouTube channel This Small Line। ପିଲାମାନେ ଆଜି ଆମେ ପଢିବାକୁ ଯାଉଛେ ତମ ସପ୍ତମ ଶ୍ରେଣୀ ବିଜ୍ଞାନ ବହିର ତୃତୀୟ ଅଧ୍ୟାୟ ଅମ୍ଳ, କ୍ଷାର ଓ ଲବଣ। ପିଲାମାନେ କହିଲ ଦେଖି ଅମ୍ଳ କାହାକୁ କୁହାଯାଏ, କ୍ଷାର କାହାକୁ କୁହାଯାଏ, ଲବଣ କାହାକୁ କୁହାଯାଏ? ପିଲାମାନେ ତୁମେ ସମସ୍ତେ ଜାଣିଥିବ ନା କି? ତ ଅମ୍ଳ କାହାକୁ କୁହାଯାଏ ଜାଣିବା ନା? ଆମ ପାଟିକୁ ଯେଉଁ ପଦାର୍ଥ ସବୁ ଖଟାଳିଆ ଲାଗେ, ଆମେ ଯାହା ପାଟିରେ ଖଟା ଲାଗେ ତାକୁ ଆମେ କ'ଣ କହିବା? ଅମ୍ଳ କହିବା। ଆଉ କ୍ଷାର କ'ଣ ନା ଚାଖିଲେ ଆମ ପାଟିରେ ଯାହା ଖାରିଆ ଲାଗିବ ଆଉ ହାତରେ ଘଷିଲେ ଚିକିଣିଆ ଲାଗିବ ତାହାକୁ ଆମେ କ'ଣ କହିବା? କ୍ଷାର କହିବା। ଆଉ ଲବଣ କ'ଣ ନା ପାଟିକୁ ଯାହା ଲୁଣିଆ ଲାଗେ ତାହାକୁ ଆମେ କ'ଣ କହିବା? ଲବଣ କହିବା। ତ ପିଲାମାନେ ତୁମେ ଦୈନନ୍ଦିନ ଜୀବନରେ ବା ଡେଲି କ'ଣ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବ, ଲେମ୍ବୁ ଖାଉଥିବ, ଲୁଣ ଖାଉଥିବ, ଚିନି ଖାଉଥିବ, ତେନ୍ତୁଳି ଖାଉଥିବ, ଭିନେଗାର ଖାଉଥିବ, ବୁଝିଲ କି? ତ ଏସବୁ ସ୍ୱାଦରେ କେମିତିକା ପ୍ରାୟ ତୁମେ ସମସ୍ତେ ଜାଣିଥିବ ନା କି? ତ ଏଠି ଦେଖ ଆମକୁ ଗୋଟେ ସାରଣୀ ଦେଇଛି ଆଉ ତାର ସ୍ୱାଦ କିପରି ଆମେ ତାକୁ ଲେଖିବା। ତ ପିଲାମାନେ କହିଲ ଦେଖି ଲେମ୍ବୁ ରସ ସ୍ୱାଦରେ କେମିତିକା? ଖଟା। କମଳା ରସ ଖଟା। ଭିନେଗାର ଖଟା। ସାଧାରଣ ଲୁଣ ଲୁଣିଆ। ଦହି ଖଟା। ତେନ୍ତୁଳି ଖଟା। ଚିନି ମିଠା। ଅଁଳା ଖଟା। ଖାଇବା ସୋଡ଼ା ଖାରିଆ। ଅଙ୍ଗୁରୁ ଖଟା। ବୁଝି ହଉଛି? ତାପରେ କଞ୍ଚା ଆମ୍ବ ବି ମଧ୍ୟ ଖଟା। ବୁଝିପାରିଲ ପିଲାମାନେ? ତ ଏଇ ସବୁ ଜିନିଷ ଖାଉଥିବ। ତ ପିଲାମାନେ ସବୁ ତ ଜିନିଷ ଜାଣିଛ, ଭିନେଗାର କ'ଣ ଜାଣିଛ କି ପିଲାମାନେ? ଭିନେଗାରଟା ହେଉଛି ଗୋଟେ ପ୍ରକାର ତରଳ ପଦାର୍ଥ ଯାହାକି କେଉଁଠି ବ୍ୟବହାର କରାଯାଏ ନା ବିଭିନ୍ନ ପ୍ରକାର ଭୋଜିରେ ବ୍ୟବହାର କରାଯାଏ। ଭୋଜିରେ କ'ଣ ହୁଏ ନା ଧର ଜଣଙ୍କର ବାହାଘର ଭୋଜି ଚାଲିଥିବ କି ସୁଧଘର ଭୋଜି ଚାଲିଥିବ କି ବ୍ରତଘର ହୋଇଥିବ, ତ ରାତିରେ ସମସ୍ତେ ଖାଇବେ ଆସିକି ସନ୍ଧ୍ୟାବେଳେ, କିନ୍ତୁ 500 ଲୋକ କି 1000 ଲୋକ ଖାଉଥିବେ, ତ ତାଙ୍କ ପାଇଁ ତ ସାଙ୍ଗେ ସାଙ୍ଗେ ରୋଷେଇ କରିକି ଦେଇ ହବନି। ତ ରୋଷେଇ ସବୁ ସକାଳରୁ ଆରମ୍ଭ ହେଇଥାଏ, ସକାଳ 9ଟା 10ଟାରୁ ଆରମ୍ଭ ହେଇଥାଏ। ତ ପିଲାମାନେ ତୁମେ ଜାଣିଥିବ ଯଦି ସକାଳୁ ଗୋଟେ ଜିନିଷ ରୋଷେଇ କରାଯାଏ ତାହେଲେ ରାତି ଖଟା ହେଇଯାଏ, କିନ୍ତୁ ଆମେ ଯୋଉ ଭୋଜିରେ ଖାଉଛେ ସେଇ ଜିନିଷ ଖଟା ହୁଏନି। କାହିଁକି ଜାଣିଛ ପିଲାମାନେ? କାରଣ ଏଇ ଯୋଉ ଭିନେଗାରଟା ହେଉଛି ଏମିତି ଏକ ତରଳ ପଦାର୍ଥ ବା ଲିକ୍ୱିଡ ଟାକ, ତାହା ଯଦି ସବୁ ଖାଦ୍ୟରେ ପକେଇ ଦିଆଯିବ ରୋଷେଇ କଲାବେଳେ ତାହେଲେ ସେ ଖାଦ୍ୟଟାକୁ ବାସି ହବ ନାହିଁ। ବୁଝିଗଲ? ସେ ଅଧିକ ଦିନ ଲାଷ୍ଟିଂ କରିବ। ଖାଇବା ସୋଡ଼ା ସେମିତି ଜାଣିଥିବ ପିଲାମାନେ। ଖାଇବା ସୋଡ଼ା କ'ଣ କରାଯାଏ ନା ଖାଇବା ସୋଡ଼ା ସବୁ ଜିନିଷ ପତ୍ର କ'ଣ ଡାଲି କି ପରିବା ପତ୍ର ଶୀଘ୍ର ସିଝିବା ପାଇଁ ବ୍ୟବହାର କରାଯାଏ। ଆଉ ପାଉଁରୁଟି ପିଠା ଇତ୍ୟାଦିରେ ପକାଯାଏ। ପାଉଁରୁଟିରେ ପକେଇଲେ କ'ଣ ହବ? ଅଧିକା ଫୁଲିବ। ପିଠାରେ ପକେଇଲେ ପିଠା ଅଧିକ ଫୁଲିବ, ନରମ ହବ। ବୁଝି ହଉଛି? ତ ପିଲାମାନେ ତୁମେ ସବୁ ନିହାତି ଘରେ ଖାଇଥିବ, ଜାଣିଥିବ ନାଇଁ କି? ତେବେ ଆମେ ଆଗକୁ ବଢିବା। ଅମ୍ଳ ଓ କ୍ଷାର। ଲେମ୍ବୁ ରସ, କମଳା ରସ, ଭିନେଗାର ଓ ଦହିର ସ୍ୱାଦ ଖଟା। ଏହି ସବୁ ପଦାର୍ଥ ଚାଖିଲେ ଖଟା ଲାଗିବାର କାରଣ ଏଥିରେ ଅମ୍ଳ ଅଛି। ଏହି ସବୁ ପ୍ରାକୃତିକ ପଦାର୍ଥର ରାସାୟନିକ ଗୁଣ ଅମ୍ଳୀୟ। ଅମ୍ଳ ଶବ୍ଦଟି ପିଲାମାନେ କ'ଣ ହେଇଛି ନା ଲାଟିନ ଶବ୍ଦ ଆସିଡ୍ସ ରୁ ଆସିଛି, ଯାହାର ଅର୍ଥ ଖଟା। ତ ପିଲାମାନେ ତୁମେ ଜାଣିଥିବ ଯେ ତୁମେ ଯଦି ଘରେ ଉପାସ ରହିଥିବ, 2-3 ଘଣ୍ଟା ତୁମେ ଧର ଦିନ 10ଟା ବେଳେ ଖାଅ, ତୁମେ ନ ଖାଇକି ଦିନ 2ଟା 3ଟା ବେଳେ ଖାଇବ, ତାହେଲେ ତୁମକୁ ସବୁ କ'ଣ ହୁଏ କୁହନ୍ତି ନା ଏସିଡ ହେଇଯିବ କୁହନ୍ତି। କିମ୍ବା ଯଦି ଖଟା ପଖାଳ ଦହି ଇତ୍ୟାଦି ଖାଇଥିବ ତାହେଲେ ଛାତି ପାଖ କୁହୁଳୁଥିବ ଓ ଛାତି ପୋଡୁଥିବ, କିମ୍ବା ତଣ୍ଟି ପାଖରେ ଗୋଟେ ଖଟାଳିଆର କ'ଣ ବାନ୍ତି ହେଇଗଲା ଭଳିଆ ଲାଗୁଥିବ। ଏଇଭଳିଆ ଅନୁଭବ କରିଥିବ ପିଲାମାନେ। ତ ଆମେ ଏଇ ସବୁ ହେଲେ କ'ଣ କୁହାଯାଏ ନା ଆମକୁ ଏସିଡ ହେଇଛି ବୋଲି ଆମେ କହିଥାଉ। ତାହେଲେ ଏଇ ଯୋଉ ଏସିଡ ଇଂଲିଶରେ କୁହାଯାଉଛି, ସେଇ ଶବ୍ଦଟି କ'ଣ ଏସିଡ୍ସଟା ହେଉଛି ଗୋଟେ ଲାଟିନ ଶବ୍ଦ ଯାହାକୁ ଖଟା ବୋଲି କୁହାଯାଏ। ତାକୁ ଓଡ଼ିଆରେ କ'ଣ କୁହାଯାଏ? ଅମ୍ଳ କୁହାଯାଏ। କିନ୍ତୁ ଖାଇବା ସୋଡ଼ାର ସ୍ୱାଦ ଖଟାଳିଆ ନୁହେଁ, କାରଣ ଏଥିରେ ଅମ୍ଳ ନାହିଁ, ଏହା ଖାରିଆ ଲାଗେ। ଏହାକୁ 2 ଆଙ୍ଗୁଳିରେ ଘଷିଲେ ଚିକ୍କଣ ଲାଗେ। ଏପରି ଆଙ୍ଗୁଳିରେ ଚିକ୍କଣ ଲାଗୁଥିବା ଖାରିଆ ସ୍ୱାଦଯୁକ୍ତ ପଦାର୍ଥକୁ କ'ଣ କୁହାଯାଏ? କ୍ଷାରକ କୁହାଯାଏ। ବୁଝିଗଲା? ତାହେଲେ ଆମେ ପିଲାମାନେ 2ଟି ଜିନିଷ ଜାଣିଲେ। ଅମ୍ଳ କାହାକୁ କୁହାଯାଏ, କ୍ଷାରକ କାହାକୁ କୁହାଯାଏ? ଅମ୍ଳ କାହାକୁ କୁହାଯାଏ? ଯେଉଁ ଜିନିଷକୁ ଆମେ ଖାଇଲେ ତାହା ସ୍ୱାଦରେ ଖଟା ଲାଗେ ତାହାକୁ ଆମେ ଅମ୍ଳ କହିବା। ଆଉ ଯେଉଁ ଖାଦ୍ୟକୁ ଆମେ ଖାଇଲେ ବା ଯେଉଁ ପଦାର୍ଥର ସ୍ୱାଦ ଖାରିଆ ଏବଂ 2 ଆଙ୍ଗୁଳିରେ ଘଷିଲେ ଚିକୁଣିଆ ହୋଇଥାଏ ତାହାକୁ ଆମେ କ'ଣ କହିବା? କ୍ଷାରକ କହିବା। ତ ପିଲାମାନେ ଏଇଠି ଦେଖ କେତୋଟି ପ୍ରାକୃତିକ ଉତ୍ସ ଦେଇଛି ଏବଂ ଅମ୍ଳର ନାମ ଦେଇଛି।
କେଉଁ ପ୍ରାକୃତିକ ଉତ୍ସରେ କେଉଁ ଅମ୍ଳ ଥାଏ। ତ ଏହି ଜିନିଷର ପିଲାମାନେ ତୁମେ ପୁରା ମୁଖସ୍ଥ କରିଦବ, ଜମା ବି ଖାମଖିଆଲିରେ ନବ ନାହିଁ, କାରଣ ଜୀବନ ସାରା ଏଇଟା ଦରକାର। ତେଣୁ ବଡ଼ ହେଲେ ଯେକୌଣସି ଏଣ୍ଟ୍ରାନ୍ସ ପରୀକ୍ଷା ଦେଲେ ବି ମଧ୍ୟ ଏଇ ପ୍ରଶ୍ନ ନିହାତି ଗୋଟେ ନା ଗୋଟେ ପାଇବ। ବୁଝି ହଉଛି? ତ ପିଲାମାନେ କ'ଣ କହିଛି ଦେଖ, ଏସିଡିକ୍ ଅମ୍ଳ କୋଉଠି ଥାଏ? ଭିନେଗାରରେ ଥାଏ। ଫର୍ମିକ୍ ଅମ୍ଳ କୋଉଠି ଥାଏ? ପିମ୍ପୁଡ଼ି, ଜନ୍ଦା, ମହୁମାଛିର ସୁଣ୍ଡ। ତ ଏଇ ଯୋଉ ପିମ୍ପୁଡ଼ି, ଜନ୍ଦା କାମୁଡ଼ିଲେ ଆମ ପାଦ, ଗୋଡ଼, ହାତ କାହିଁ ସବୁ କୁଣ୍ଡେଇ ହୁଏ ଜାଣିଛ କି? ଶୂଳେଇ ହୁଏ, କାରଣ ସେଥିରେ ଫର୍ମିକ୍ ଅମ୍ଳ ଥାଏ। ଏଇ ଫର୍ମିକ୍ ଅମ୍ଳ ଆମ ଦେହ ସଂସ୍ପର୍ଶରେ ଆସିଲେ କ'ଣ ହୁଏ? ଶୂଳେଇ ହୁଏ ବା କୁଣ୍ଡେଇ ହୁଏ। ବୁଝି ହଉଛି? ଆଉ କ'ଣ? ସାଇଟ୍ରିକ୍ ଅମ୍ଳ କେଉଁଠି ଥାଏ? କମଳା ଓ ଲେମ୍ବୁରେ ଥାଏ। ଦହିରେ ଲାକ୍ଟିକ୍ ଅମ୍ଳ, ପାଳଙ୍ଗ ସାଙ୍ଗରେ ଅକ୍ଜାଲିକ୍ ଅମ୍ଳ। ବୁଝି ହଉଛି? ଆଉ ଅଁଳାରେ କ'ଣ ଥାଏ? ଆସ୍କର୍ବିକ୍ ଅମ୍ଳ ବା ଭିଟାମିନ୍ ସି। ଆଉ ତେନ୍ତୁଳି, ଅଙ୍ଗୁରୁ, କଞ୍ଚା ଆମ୍ବରେ କ'ଣ ଥାଏ? ଟାର୍ଟାରିକ୍ ଅମ୍ଳ। ବୁଝି ହଉଛି? ପିଲାମାନେ ପୁରା ମୁଖସ୍ଥ କରିବ। ଆଉ ସବୁ କିଛି ଉତ୍ସ ଅଛି ଯେଉଁଥିରେ କ୍ଷାର ଥାଏ। କେଉଁଠି? ନା ଚୂନ ପାଣିରେ ଥାଏ। କ'ଣ? କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍। କାଚ ସଫା କରିବା ଦ୍ରବଣରେ କ'ଣ ଥାଏ? ଆମୋନିୟମ ହାଇଡ୍ରୋକ୍ସାଇଡ୍। ସାବୁନରେ କ'ଣ ଥାଏ? ସୋଡିୟମ ହାଇଡ୍ରୋକ୍ସାଇଡ୍। ପିଲାମାନେ ତୁମେ ସମସ୍ତେ ସାବୁନ ଲଗାଉଥିବ, ସାମ୍ପୁ ୟୁଜ୍ କରୁଥିବ ନା କି? ସାବୁନ ଲୁଗା ସଫା ପାଇଁ ବ୍ୟବହାର କରୁଥିବ, କିମ୍ବା ଦେହ ଲଗେଇବା ପାଇଁ ବ୍ୟବହାର କରୁଥିବ। ବୁଝିଲ କି? ଦେହରେ ଲଗେଇଲେ କ'ଣ ହବ? ଦେହରେ ଯୋଉ ଉପରେ ଧୂଳି ଫୁଳି ସବୁ ଲାଗିଥାଏ, ମଳି ଜମି ଯାଇଥାଏ ଚମ ମୂଳରେ, ତାକୁ ସଫା କରିଦିଏ। ତାହେଲେ ସାବୁନ କେମିତି ସଫା କରେ? ସାବୁନରେ ସେଇ ସୋଡିୟମ ହାଇଡ୍ରୋକ୍ସାଇଡ୍ ବା ପଟାସିୟମ ହାଇଡ୍ରୋକ୍ସାଇଡ୍ ଥିବାରୁ ଆମ ଦେହ ସଫା କରିବାରେ କାମ କରେ, ବା ଲୁଗା ସଫା କରିବାରେ ସାହାଯ୍ୟ କରେ। ଆଉ କ'ଣ? ପ୍ରତି ଅମ୍ଳ ବଟିକା, ସେଥିରେ କ'ଣ ଥାଏ? କେଉଁ କ୍ଷାର ଥାଏ? ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍। ବୁଝି ହଉଛି? ଏ ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍ ପ୍ରତି ଅମ୍ଳ ବଟିକାରେ ଥାଏ। ତ ପିଲାମାନେ ଆମର ତୁମେ ଲକ୍ଷ୍ୟ କରିଥିବ, ଯଦି କାହାକୁ ଏସିଡ୍ ହୁଏ, ତମେ ଘରେ ଦେଖିଥିବ ବାପା ମାଆଙ୍କୁ, ଯଦି କାହାକୁ ଏସିଡ୍ ହେଲା, ସେ କିଛି ଏସିଡ୍ ଟାବଲେଟ୍ ଖାଇଥାନ୍ତି, ଯେମିତିକି ଟସିଡ୍ 40, ଓମେଗା, ପାଣ୍ଡି, ପାଣ୍ଟ୍ରାଜୋଲ୍। ବୁଝି ହଉଛି? ତ ଏଇଭଳି କେତେ ଗୁଡ଼ିଏ ଏସିଡ୍ ଟାବଲେଟ୍ ଅଛି, ଯାହାକୁ ଆମେ ଓଡ଼ିଆରେ କ'ଣ କହୁଛେ? ପ୍ରତି ଅମ୍ଳ ବଟିକା। ତ ସେଇ ସବୁ ବଟିକାରେ କ'ଣ ଥାଏ? ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍, ଯାହାକି ଅମ୍ଳକୁ ବନ୍ଦ କରିବାରେ ସାହାଯ୍ୟ କରେ। ବୁଝି ହେଉଛି? ତାପରେ ଆସିଲା କ'ଣ? ପ୍ରାକୃତିକ ସୂଚକ ବା ଲିଟମସ୍ ବା ପ୍ରାକୃତିକ ସୂଚକ ହେଲା। ତ ପିଲାମାନେ ପ୍ରଶ୍ନ ହେଉଛି, ଆମେ ଜାଣିଲେ କ'ଣ ଏଠି ଅମ୍ଳ କ୍ଷାରରେ ଜାଣିଲେ ଯେ ଯୋଉଟା ଆମ ପାଟିକୁ ଖଟା ଲାଗେ ତାକୁ ଅମ୍ଳ, ଯୋଉଟା ପାଟିକୁ ଖାରିଆ ଲାଗେ ତାହା କ'ଣ? କ୍ଷାରକ। ପ୍ରଶ୍ନ ହେଉଛି ଯେ ସବୁ ଜିନିଷ କ'ଣ ଆମେ ପାଟିରେ ଚାଖି ପାରିବା? ଯଦି ଆମକୁ ଦେହ ଖରାପ ହେଇଗଲା କି କ'ଣ ହେଇଗଲା, କିଏ ବୁଝିବ ସେ କଥା? ତ ବୈଜ୍ଞାନିକ ମାନେ କ'ଣ କଲେ ନା, ସବୁ ଜିନିଷ ତ ଚାଖି ହବନି, ତ କିପରି ଗୋଟେ ଜିନିଷ ଅମ୍ଳ କି କ୍ଷାର ଜାଣିବା ପାଇଁ କ'ଣ କଲେ? ଗୋଟେ ସୂଚକ ବାହାର କଲେ। ତେଣୁ ସୂଚକ କାହାକୁ କୁହାଯାଏ? ନା ପଦାର୍ଥର ଅମ୍ଳୀୟ ବା କ୍ଷାରୀୟ ଗୁଣ ଜାଣିବା ପାଇଁ ଯେଉଁ ପଦାର୍ଥ ବା ଯେଉଁ ଜିନିଷ ବ୍ୟବହାର କରାଯାଏ ତାହାକୁ ଆମେ ସୂଚକ ବୋଲି କହିବା। ବୁଝି ହେଉଛି? ସୂଚକରେ କ'ଣ ହେଉଛି? ତିନୋଟି ଜିନିଷ ଆସିଲା। ଗୋଟେ ହେଉଛି ଆମର ଲିଟମସ୍, ଆଉ ଗୋଟେ ହେଉଛି ମନ୍ଦାର ଫୁଲ, ଆଉ ଗୋଟେ ହେଉଛି କ'ଣ? ହଳଦୀ। ତ ଆମେ ପ୍ରଥମେ ଲିଟମସ୍ ନେବା। ଲିଟମସ୍ ଏକ ମୁଖ୍ୟ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ। ବୁଝି ହେଉଛି? ଲିଟମସ୍ଟା କ'ଣ? ଏକ ମୁଖ୍ୟ ପ୍ରାକୃତିକ ସୂଚକ। ମନ୍ଦାର ଫୁଲ, ହଳଦୀକୁ ଯେତେ ବ୍ୟବହାର କରାଯାଏନି, କିନ୍ତୁ ଲିଟମସ୍କୁ କ'ଣ ମୁଖ୍ୟ ଭାବରେ ଗ୍ରହଣ କରାଯାଏ। ଏ ଲିଟମସ୍ଟା କ'ଣ ଜାଣିଛ କି ପିଲାମାନେ? ଲିଟମସ୍ଟା ହେଉଛି ଏକ ପ୍ରକାର ସୂଚକ, ଯାହାକି ଲାଇକେନ୍ରୁ ପ୍ରସ୍ତୁତ ହୁଏ। ଏ ଲାଇକେନ୍ଟା କ'ଣ ଜାଣିଛ କି? ଏ ଲାଇକେନ୍ଟା ହେଉଛି ସମୁଦ୍ର ମଝିର ଏକ ପ୍ରକାର ଗୋଟେ ଉଦ୍ଭିଦ ବା ଗଛ, ଏବଂ ସେଇ ଗଛରୁ କ'ଣ ଆସେ? ଲାଇକେନ୍ ଆସେ। ସେ ଲାଇକେନ୍ରୁ କିଛି ଲିଟମସ୍ ପେପର ତିଆରି କରାଯାଏ। ବୁଝି ହେଉଛି? ସେ ପେପରଟା ଦୁଇ ପ୍ରକାର ଥାଏ, ଗୋଟେ ହେଉଛି ଲାଲ ଲିଟମସ୍, ଆଉ ଗୋଟେ ହେଉଛି ନୀଳ ଲିଟମସ୍। ବୁଝିହେଲା? ତ ଏଇ ଲିଟମସ୍ କାଗଜ କିପରି ଆମକୁ ହେଲ୍ପ କରେ? ନା ଅମ୍ଳ କି କ୍ଷାର ଜାଣିବା ପାଇଁ ସାହାଯ୍ୟ କରେ। ତ ଅମ୍ଳ ଯଦି ଗୋଟେ ଦ୍ରବଣଟା ହେଇଥିବ ହେଲା, ସେ ଅମ୍ଳ ପଦାର୍ଥରେ ନୀଳ ଲିଟମସ୍ କାଗଜକୁ ବୁଡ଼େଇ ଦେଲେ କ'ଣ ହେଇଯିବ? ଲାଲ ହେଇଯିବ। ବୁଝିହେଲା? ଆଉ ଯଦି ଗୋଟେ ପଦାର୍ଥ କ୍ଷାର ହେଇଥିବ, ତାହେଲେ ସେଥିରେ ଲାଲ ଲିଟମସ୍ କାଗଜ ଯଦି ଆମେ ବୁଡ଼େଇ ଦେବା, ତାହେଲେ କ'ଣ ହବ? ସେ ନୀଳ ହେଇଯିବ।
କିନ୍ତୁ ନୀଳଟା ବୁଡେଇଲେ କିଛି ପରିବର୍ତ୍ତନ ହବନି। ଠିକ ସେଇଭଳି ଅମ୍ଳଟା କଣ, ନୀଳଟା ବୁଡେଇଲେ ଲାଲ ହେଇଯିବ, ଲାଲଟା ବୁଡେଇଲେ କିଛି ପରିବର୍ତ୍ତନ ହେବ ନାହିଁ। ତ ଆମେ ଏଇଠୁ ଜାଣିପାରିବା ଯେ ଲିଟମସ୍ ଗୋଟେ ପଦାର୍ଥଟି ଅମ୍ଳ କି କ୍ଷାର ଜାଣିପାରିବା। ବୁଝି ହଉଛି? ଏଠି ଦେଖ ପିଲାମାନେ ଦେଇଛି ହେଲା, କଳ ପାଣି ଦେଇଛି, ସାବୁନ ପାଣି ଦେଇଛି, ସାମ୍ପୋ ଦେଇଛି, ଲୁଣ ପାଣି ଦେଇଛି, ଚିନି ପାଣି ଦେଇଛି, ଲୁଗା ଧୁଆ ପାଣି ଦେଇଛି, ଚୂନ ପାଣି ଦେଇଛି, ପାତ୍ର ଜଳ ଦେଇଛି। ଆମେ ଏହି ସବୁ ପାଣି କଣ ଦ୍ରବଣକୁ ନେଇକି ଆମେ ଲିଟମସ୍ କାଗଜରେ କଣ ପରୀକ୍ଷା କରିବା। କଳ ପାଣିରେ ନାଲି ଲିଟମସ୍ କାଗଜ ବୁଡିବା, ନୀଳ ଲିଟମସ୍ କାଗଜ ବୁଡିବା, ଦେଖି ସିଦ୍ଧାନ୍ତରେ ଉପନୀତ ହେବା ଯେ କଣ ହେଲା, କୋଉ କଲରଟା କୋଉ ପରିବର୍ତ୍ତନ ହେଲା କି ନାହିଁ। ସେଇଭଳି ସବୁ ଜିନିଷରେ କରିବା। ତ ଯୋଉଟା ଅମ୍ଳ ହେଇଥିବ ସେଟା କଣ ହବ, ନୀଳକୁ ଲାଲ କରିଦବ, ଯୋଉଟା କ୍ଷାର ହେଇଥିବ ଲାଲକୁ ନୀଳ କରିଦବ। ଯୋଉଟା ଅମ୍ଳ କି କ୍ଷାର କିଛି ନ ହେଇଥିବ ତାର କିଛି ପରିବର୍ତ୍ତନ ହେବ ନାହିଁ। ଯେମିତି ସାଧା ପାଣି ବା କଳ ପାଣି, ତାର ତ ଅମ୍ଳ ନୁହେଁ କି କ୍ଷାର ନୁହେଁ, କିଛି ପରିବର୍ତ୍ତନ ହେବ ନାହିଁ। ତ ତୁମେ ସମସ୍ତେ କଣ କରିବ ନା ବଜାରରୁ ବହି ଦୋକାନରୁ ଯାଇକି କଣ ଲିଟମସ୍ କାଗଜ କିଣିବ। ପ୍ରାୟ ଗୋଟେ ପ୍ୟାକେଟ 40 ଟଙ୍କା ପଡେ। ଲାଲ 40 ଟଙ୍କା, ନୀଳ 40 ଟଙ୍କା, ସେଟା ଦେଇ କିଣିବ, ଘରେ ଆଣିବ ଏବଂ ତାକୁ ପରୀକ୍ଷା କରିବ। ବୁଝି ହଉଛି? ଏଇଠି ଦେଖ ଚିତ୍ର ଦେଇଛି, ଏଇଟା ହଉଛି ଗୋଟେ ଅମ୍ଳୀୟ ଦ୍ରବଣ। ଅମ୍ଳରେ କଣ ନୀଳ ଲିଟମସ୍ କାଗଜଟା ବୁଡା ହେଇଥିଲା, ଏଠି କଣ ହେଇଗଲା, ଲାଲ ହେଇଗଲା। ଏଠି କ୍ଷାରୀୟ ଦ୍ରବଣ, କ୍ଷାରୀୟ ଦ୍ରବଣରେ ଲାଲ ଲିଟମସ୍ କାଗଜ ବୁଡା ହେଇଥିଲା, କିନ୍ତୁ ସେ ଦ୍ରବଣ ସଂସ୍ପର୍ଶରେ ଆସିଲା ପରେ କଣ ହେଲା, ନୀଳ ହେଇଗଲା। ତ ଏଇଭଳିଆ ଲିଟମସ୍ କାଗଜଟି ଆମର ମାର୍କେଟରେ ମିଳିଥାଏ, ଦେଖିବ ଛୋଟ ଛୋଟ ସରା ସରା ହେଇକି। ବୁଝିହେଲା? ତ ଇଏ ଗଲା ଆମର କଣ ଲିଟମସ୍ କାଗଜ ଗଲା। ତାପରେ ଆସିଲା କଣ ହଳଦୀ। ହଳଦୀ କି ଏକ ପ୍ରାକୃତିକ ସୂଚକ ଭାବରେ ବ୍ୟବହାର କରାଯାଏ। କ୍ଷାରୀୟ ଦ୍ରବଣରେ ମିଶିଲେ ଏହାର ହଳଦିଆ ରଙ୍ଗ କଣ ହେଇଯାଏ, ବଦଳିକି ଲାଲ ହେଇଯାଏ। ତାହେଲେ ଏଇ ହଳଦୀଟା କଣ ହୁଏ ନା କ୍ଷାରୀୟ ଦ୍ରବଣରେ ମିଶିଲେ ଲାଲ ହେଇଯିବ। ବୁଝିଲ? ତାହେଲେ ଆମେ କଣ କରିବା ନା 1 ଚାମଚ ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ବହଳିଆ ଦ୍ରବଣ ତିଆରି କରିବା ଏବଂ ଗୋଟେ କାଗଜରେ ଏଇ ଦ୍ରବଣକୁ ପକେଇ ଶୁଖେଇଦବା। ଅର୍ଥାତ୍ ଗୋଟେ ଆମର ଧର ଏଇଟା ଗୋଟେ ପେପର ହେଇଛି ହେଲା, ତ ଆମେ କିଛି ହଳଦୀ ମିଶେଇ ଦେଲେ, ଗୋଳେଇ ଦେଲେ, ଆଣିକି ତାକୁ କଣ କରିବା ଏଇଭଳିଆ ଲେପି ଦବା ଏଇ କାଗଜ ଉପରେ। ବୁଝିହେଲା? ତ ଏଇ କାଗଜଟା ଶୁଖିଗଲା ପରେ ଆମେ ଯେପରି ଲିଟମସ୍ କାଗଜ ବ୍ୟବହାର କରିଥିଲେ ଏଇ କାଗଜ ନେଇକି ସେମିତି ପରୀକ୍ଷା କରିବା। ଯଦି କ୍ଷାରଟା ହେଇଥିବ ସେ ଲାଲ ହେଇଯିବ, ନହେଲେ କିଛି ହବନି। ତ ଠିକ ସେଇଭଳି ଏଠି ହଳଦୀରେ କଣ କରିବା, ଲେମ୍ବୁ ରସ ପରୀକ୍ଷା କରିବା, କମଳା ରସ, ଭିନେଗାର, ଚୂନ ପାଣି, ଚିନି ପାଣି, ଲୁଣ ପାଣି, ଖାଇବା ସୋଡା, ଲୁଗା ଧୁଆ ସୋଡା, ଏସବୁରେ ଆମେ କଣ କରିବା ପରୀକ୍ଷା କରିବା। ତାପରେ ଆସିଲା କଣ ନା ମନ୍ଦାର ଫୁଲ। ମନ୍ଦାର ଫୁଲ ପାଖୁଡାରୁ ପ୍ରସ୍ତୁତ ଦ୍ରବଣକୁ ଏହି ସୂଚକ ଭାବରେ ବ୍ୟବହାର କରାଯାଏ। ଏହି ସୂଚକ ଅମ୍ଳୀୟ ଦ୍ରବଣ ସହ ସଂସ୍ପର୍ଶରେ ଆସିଲେ କଣ ହୁଏ ନା ଡାର୍କ ପିଙ୍କ ବା ଗାଢ ପାଟଳ ଦ୍ରବଣ ହୋଇଯାଏ। ଆଉ କ୍ଷାରୀୟ ଦ୍ରବଣ ସହ ମିଶିଲେ କଣ ହୁଏ, ସବୁଜ ରଙ୍ଗ ହେଇଯାଏ। ତାହେଲେ ଆମେ କଣ କରିବା କିଛି ମନ୍ଦାର ପାଖୁଡା ଆଣିବା, କାଚ ଗ୍ଲାସ ରଖିବା, ଏଥିରେ ଅଳ୍ପ ଗରମ ପାଣି ମିଶାଇ ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ଏହି ରଙ୍ଗୀନ ଦ୍ରବଣ ଏକ ସୂଚକ, ତାକୁ ନାଲି ରଙ୍ଗ ହେବା ପର୍ଯ୍ୟନ୍ତ ରଖିବା। ଏହା ଏକ ରଙ୍ଗୀନ ଦ୍ରବଣ ଏକ ସୂଚକ। ଏହାକୁ ଲେମ୍ବୁ ରସ ଓ ଚୂନ ପାଣି ସହ ପୃଥକ ଭାବରେ ମିଶାଅ। କଣ ଦେଖୁଛ ଲକ୍ଷ୍ୟ କରିବ। ତାହେଲେ ମୁଁ କଣ କୁହାଗଲା ନାଇଁ ମନ୍ଦାର ଫୁଲକୁ ଗରମ ହେଇକି ଗରମ ପାଣିରେ ପକେଇଲେ କଣ ହବ ନା ସେ ନାଲ ହେଲା ପରେ ତାକୁ ରଖିବା ଏବଂ ସେ ନାଲିଆ ପାଣିକୁ ଆଣିକି ଯଦି ଅମ୍ଳ ବା ଲେମ୍ବୁର ଅମ୍ଳର ଦ୍ରବଣରେ ପକେଇବା ଆଉ କ୍ଷାର ଦ୍ରବଣରେ ପକେଇବା। ଅମ୍ଳ ଦ୍ରବଣରେ ପକେଇଲେ କଣ ହବ ନା ପିଙ୍କ କଲର ହେଇଯିବ, ଆଉ କ୍ଷାର ଦ୍ରବଣରେ ପକେଇଲେ କଣ ହବ ସବୁଜ କଲର ହେଇଯିବ। ତ ଆମେ ପରୀକ୍ଷା କରିବା, ଲେମ୍ବୁ ରସରେ ପରୀକ୍ଷା କରିବା, ସାମ୍ପରେ ପରୀକ୍ଷା କରିବା, ଭିନେଗାର, ସୋଡା ପାଣି, ଚିନି ପାଣି, ଲୁଣ ପାଣି ପରୀକ୍ଷା କରିବା। ତୁମେ ମଧ୍ୟ ଏଟା ଘରେ ନିଜେ ତିଆରି କରି ପରୀକ୍ଷା କରିପାରିବ। ଏଠି କୌଣସି ପଇସା ଖର୍ଚ୍ଚ ହବ ନାହିଁ। ତ ପିଲାମାନେ ତୁମେ ସବୁ କମେଣ୍ଟ ମାଧ୍ୟମରେ ଜଣେଇବ ଯେ ଏହାର ପରିବର୍ତ୍ତନ କଣ ହେଲା। ବୁଝି ହଉଛି? ଏଠି ଦେଖ ଅମ୍ଳ ଦ୍ରବଣରେ ମିଶିଲାକୁ କଣ ହେଇଗଲା, ଏଇଟା ହଉଛି ଅମ୍ଳ ଦ୍ରବଣ, ଏଟା ହଉଛି କ୍ଷାର ଦ୍ରବଣ, ଏଟା ହଉଛି ସୂଚକ ଅମ୍ଳ ହେଲା, ସୂଚକ ହଉଛି ମନ୍ଦାର ଫୁଲ। ତାକୁ ମିଶେଇକି ପରୀକ୍ଷା କରିବା କଣ ହବ ଦେଖିବା। ତ ମନ୍ଦାର ଫୁଲ ଏଥିରେ ପ୍ରସ୍ତୁତ ଦ୍ରବଣ ଏସବୁ ଚିତ୍ର ଦେଇଛି, ଏଇଭଳିଆ କରିବ। ଏଠି ଦେଖ ବକ୍ସ ଭିତରେ ଗୋଟେ କଣ ଦେଇଛି ନିହାତି ମନେ ରଖିବ। ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ ଏହାକୁ ଅମ୍ଳ ବର୍ଷା କୁହାଯାଏ। ପିଲାମାନେ ଏହା ପରୀକ୍ଷାର ବହୁତ ଥର ପଡିଥାଏ ହେଲା, ତେଣୁ ନିଶ୍ଚୟ ମନେ ରଖିବ ଅମ୍ଳ ବର୍ଷା କାହା କୁହାଯାଏ ନା ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ ସେ ବର୍ଷାକୁ ଆମେ ଅମ୍ଳ ବର୍ଷା କହିବା।
ଏହି ଅମ୍ଳ ସବୁ ଆସେ କେଉଁଠୁ ନା ବାୟୁମଣ୍ଡଳରେ ଥିବା ପ୍ରଦୂଷକ ଅଙ୍ଗାରକାମ୍ଳ, ସଲଫର ଡାଇଅକ୍ସାଇଡ ଓ ନାଇଟ୍ରୋଜେନ ଡାଇଅକ୍ସାଇଡ ବର୍ଷା ଜଳରେ ଦ୍ରବୀଭୂତ ହୋଇ ଯଥାକ୍ରମେ କାର୍ବନିକ ଅମ୍ଳ, ଗନ୍ଧକ ଅମ୍ଳ ଓ ନାଇଟ୍ରିକ ଅମ୍ଳରେ ପରିଣତ ହୁଏ। ଏହି ସବୁ ଅମ୍ଳ ମିଶା ବର୍ଷା ଜଳ କଣ ହୁଏ ନା କୋଠାବାଡି, ଗଛଲତା ଓ ପ୍ରାଚୀନ କୀର୍ତ୍ତି ଏପରିକି ତାଜମହଲକୁ ମଧ୍ୟ କ୍ଷତି ସାଧନ କରେ। ଏସିଡ ଆମେ ଜାଣିଛେ କଣ ନା ଏସବୁ ଖାଇଦବ, ସବୁ ଭାତ ଖାଇଯାଏ କି ପକ୍କା ଘରେ ପଡ଼ିଲେ ଖାଇଯିବ, ଗଛଲତାରେ ପଡ଼ିଲେ ମରିଯିବ, ବୁଝି ହଉଛି। ଆଉ କଣ ଦେଇଛି ନା ଆମ ଶରୀର କୋଷରେ ଏକ ଅମ୍ଳ ଅଛି ଯାହାର ନାଁ କଣ ନା ଡିଅକ୍ସି ରାଇବୋ ନ୍ୟୁକ୍ଲିକ ଅମ୍ଳ, ଯାହାକୁ ଆମେ DNA ବୋଲି କହିଥାଉ। ଏହା ଆମ ଶରୀରର ଆକୃତି, ଉଚ୍ଚତା, ଆଖିର ରଙ୍ଗ ପ୍ରଭୃତିକୁ ନିୟନ୍ତ୍ରଣ କରେ। ଶରୀର କୋଷ ଗଠନର ଆବଶ୍ୟକତାକୁ ପୁଷ୍ଟିସାରରେ ଆମିନୋ ଅମ୍ଳ ଏବଂ ସ୍ନେହସାର ଅମ୍ଳ ରହିଛି। ପିଲାମାନେ ତୁମେ ସମସ୍ତେ ଶୁଣିଥିବ DNA କଣ ନା ଯଦି ବାପା ଗୋରା ହେଇଥିବ, ଛୁଆ ଯଦି ଗୋରା ହେଲା ତାହେଲେ କଣ କୁହନ୍ତି ନା ବାପର DNA ସବୁ ପୁଅ ପାଖରେ ଆସିଛି। DNA ଟା କଣ ନା ବଂଶାଗୁଣକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ, ବଂଶାବଳୀକୁ, ବୁଝିହେଲା। ତ ପିଲାମାନେ ତୁମେ କଣ କରିବ ନା ଯେତେବେଳେ ସବୁ ବିଭିନ୍ନ ପ୍ରକାର ଅମ୍ଳ ବ୍ୟବହାର କରିବ ସେତେବେଳେ ସତର୍କତାର ସହିତ ରହିକି ପରୀକ୍ଷା କରିବ ଏବଂ ଶିକ୍ଷକଙ୍କ ଉପସ୍ଥିତିରେ ପରୀକ୍ଷା କରିବ, ହେଲା। ନ ଜାଣିଥିବା ଜିନିଷ କେବେ ଘରେ ଚେଷ୍ଟା କରିବନି, ଏହା ତୁମକୁ କ୍ଷତିକାରକ ହୋଇପାରେ। ଆଉ ଯୋଉ ଜିନିଷ ଚାଖିଲା ବେଳେ ଜିନିଷ ନଥିବ ତାକୁ କେବେ ବି ଚାଖିବ ନାହିଁ, ବୁଝିଲା। ତ ଏଠି ଦେଇଛି ଦେଖ, ସାରଣୀରେ ଗୋଟେ ଦ୍ରବଣ ଦେଇଛି, କଣ ଦ୍ରବଣର ନାମ ଦେଇଛି ଲିଟମସ କାଗଜର ପ୍ରଭାବ ଗୁଡ଼ିକ ଲେଖିବ, ହଳଦୀ କାଗଜର ପ୍ରଭାବ ଲେଖିବ, ମନ୍ଦାର ଫୁଲର ପ୍ରଭାବ ଲେଖିବ, କେଉଁଥିରେ କଣ ହେଲା ତୁମେ ଲେଖିବ, ବୁଝିହେଲା। ତ ପିଲାମାନେ ଆଜି ଆମେ ଏତିକି ପଢିବା ଏବଂ ପରବର୍ତ୍ତୀ କ୍ଲାସରେ ଆମେ କଣ ପଢିବା ପ୍ରଶମନୀକରଣ, ବୁଝିହେଲା। ତ ପିଲାମାନେ ଆଶା କରୁଛି ତୁମେ ସମସ୍ତେ ଭଲ ଭାବେ ବୁଝିପାରିଥିବ, ନାଇଁ କି। ତ ଯଦି ଭଲ ଭାବେ ବୁଝିପାରୁଥିବ ତାହେଲେ ଗୋଟେ ଭିଡ଼ିଓକୁ ଲାଇକ୍ କରିବ ଏବଂ କମେଣ୍ଟ ଗୋଟେ କରିବ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ ଏବଂ ସାଙ୍ଗସାଥିଙ୍କ ସହିତ ସେୟାର କରିବ। ତ ପିଲାମାନେ ପରବର୍ତ୍ତୀ ଭିଡ଼ିଓ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଥ୍ୟାଙ୍କ ୟୁ।